नारायण मत नारायण नारायण ये गोटे कथा मत जहाँ भी तुम आमर अतिथि अपेक्षा करंतु मु माँ पार्वती की डाकी दौची नारायण मत माँ लक्ष्मी ठाकुराणी आपण अपेक्षा अच्छा आसतु मत देवी मो अपेक्षा अच्छा नारायण नारायण आस आस देवी आनंदर सह बसी नृत्य देखा ना ना पार्वती मु नृत्य देखिया पे आसी नाही मु आसी केतोटी तुमको प्रश्न पचारि एठारु चली जीवी ठीक अछि की प्रश्न पचारिबे एह सुनी देवी पार्वती रो पाचे चल भकरी तंकु बचन बोइले पार्वती की जे कटु भावे बचन बोलंती पार्वती की सुन पार्वती को मोह राउतारा कथाए पूछबी एबे कह मो आगर अनुमति गो देले सिना कहिबी धपति अनुमति माँ लक्ष्मी अनुमति मागिले जदि तुम किसी अनुमति दब ताले माँ लक्ष्मी किसी पचारे ताले मु अनुमति देले किछि पचारिबे नारायण ताले अनुमति देबाक पड़िबो पार्वती बोलंती कह कह स्थिर करी कथाए जणा थिले कहिबी विस्तारी तुम आगे को कहिले जानिबी कथा तेरे अनुमति मागिले माँ मन खोलिकी बर्तमान अनुमति देइथिले जहाँ पचारिबार अछि मन खोलिकी पचारंतु ताले मु पचारछि देबो नारायण अले कहंती कमला होई अच्छा तिलंगला वचन मिलई होई छंती बड़ केरा व्याघ्र चलग घोड़ाई लुचाई अछि मरवा मु भाविले प्रथम आसु आसु महालक्ष्मी आउ किछि कथा पचारे आसु आसु प्रथम असभ्य व्यवहार कले तार उत्तर दियंतु आगो मु सहज छाड़ देबी कि नारायण नारायण सुन सुन सही आगो एही कथा मोरा पजपति को धरी जमुना जलर जल फेड़ी को उलग्न रे होई थाली बेड़ी जल आज सकाळु प्रथमे कहा मुख दर्शन करथिले कि मो स्वामी को मुख नारायण नारायण ताले जो प्रश्न पचारले माँ पार्वती ठीक तार ओलटा उत्तरटी दे देले मोर कोन प्रश्न सरी गलानी ना कोन ताले पचारिबा हुरी तमे गुरे अतरछि होछ काई नारायण हेलो कहंती कमला होई छंती पांच बोला बने बुलु थिले देखि चकी डोला जोटी बेसेलो कोई दिख्या बारे का मोरे से
ଦେବର୍ଷି ଏ ତ ସାରା ସଂସାର ଜାଣିଛି ଚୈତ୍ର ମାସରେ 15 ଦିନ ବାବା ଏମିତି ଗ୍ରାମ ଗ୍ରାମ ବୁଲୁଛନ୍ତି ବୋଲି ହଁ, ହଁ। ସେଇ କଥାଟାକୁ ମା ଟିକେ ଅଲଗା ପ୍ରକାର ଭାବୁଛନ୍ତି ଆଉ ତାଙ୍କୁ କଣ ସେ କଥା ଜଣା କି ତାହେଲେ ତା ଉତ୍ତର ଦିଅନ୍ତୁ। ଆଲୋ ଏହିପରି ଜଣେ ଯାଇଥିଲା ବଣିବାରେ ସଙ୍ଗୁଳି ଉଚ୍ଚ ତାଳ ଛତା କରେ ହୋଇ କୋପି ଗো ଭିକ୍ଷା ମାଗି ବଳି ପାଦେ ଚାପି ହୋଇ ଗୋପୀ ନାରାୟଣ ନାରାୟଣ ମାତ ଏଇ କଳିଗଣ୍ଡ ବେଳେ ଏତିକିରେ ବନ୍ଦ କରନ୍ତୁ। କାହିଁକି ଦେବର୍ଷି ଯୋଉ ପ୍ରଶ୍ନ ପଚାରୁଛ ମା ପାର୍ବତୀ ତାର ଠିକ ଉତ୍ତର ଦେଇ ଦେଉଛନ୍ତି। ତୁମେ ଯୋଉଠି ନଥିବ ତାହେଲେ କଣ ହବ? ମା ରାଗି ଗଲେଣି। ସେ ରାଗିଲେ କଣଟା କରିବେ? ଯାହାହେଲେ ମାତ ତାଙ୍କ ଜାଗା ତାଙ୍କ ଏରିଆ ବାବାଙ୍କ ଏରିଆ ତାଙ୍କ ଏରିଆ ହେଲେ ସେ ଖାଲି ରାଗିଲେ ଏଠି ବାଡି ଛାଟିବେ ନହେଲେ ଆଉ କିଛି କରିବେ। ନାରାୟଣ ହେଇ ପଦକ ପଚାରୁନ ମାତ। ତୁମେ ଗୁରେ ଅତର୍ଚ୍ଛି ହଉଛ ଦେବର୍ଷି। ତାହେଲେ ପଚାରନ୍ତୁ। ଆଲୋ ବଳଦରେ ଚଢି କରେ ଟାଣ୍ଡେ ବନୁତ୍ୟକୁ ଏହିଠାରେ ବସିଛନ୍ତି ପଚାର ତାଙ୍କୁ ବଳ ଦିଆ ଗো ନୃତ୍ୟକାରୀ ବୋଲାଉଛି କିଆ ବଳିଆ ନାରାୟଣ ନାରାୟଣ ମାତ ଦେବର୍ଷି ନୃତ୍ୟ ଦେଖିବେ ବୋଲି ସନ୍ଧ୍ୟା ବେଳୁ ଦେବତା ମାନଙ୍କୁ ଡକାଇ ଡକାଇ ସକାଳ ପାଇଗଲାଣି। ଇଏ କଣ ମା କହୁଛନ୍ତି ନୃତ୍ୟକୁ ଏଇଭଳିଆ ତା ପଚାରିଲ କୁଆଡେ ଆସିଛନ୍ତି? ତାଙ୍କ ସ୍ୱାମୀ କୁଆଡେ ଏଇଠିକି ଆସିଛନ୍ତି ପଚାରିଲ? କୁଆଡେ ଆଇଛ? ନାରାୟଣ ନାରାୟଣ ଆଲୋ ବଳଦିଆ ଦେଖିବ ଗୋଚାଅ ଗୋପପୁର ବସା ଗୋପ ସୁତ ଖେଲିଣ ସଙ୍ଗର ସେ ଗଉଡାଲୋ ବସି ଏଠି ହୁଏ ଭଡ ଭଡ ନାରାୟଣ ନାରାୟଣ ମାତ ମୋ ସାଥିରେ ତ ପାରିଲେନି ସେଥିପାଇଁ ମୋ ସ୍ୱାମୀ କାଢୁ ନାରାୟଣ ସିଏ ଆଜି କାହାକୁ ଛାଡିବେନି। ମା ପାର୍ବତୀ ବର୍ତ୍ତମାନ ରାଗି ଗଲେଣି। ସେ ମାତ ରାଗିଲେ କଣ କରିବେ? ମୋ କଥା ମାନ, ମୁଁ ଯୋଉ କଥାଟା କହୁଛି ସେଇ କଥା କୁହ। ମତେ ସିନା ବଳେଇଲେ ମୁଁ ତମ କଥା ଶୁଣିବି। ମୁଁ ତ ଜାଣିଛି ତମକୁ କିଛି ବଳେଇବନି, ତମେ ବା କଣ୍ଟା ବାଡକୁ ଲୁଗା ଫୋପାଡିକି କଳି କରିବା ଲୋକ। ଆଜି ମାନେ ତା ଗର୍ବ ଅହଙ୍କାର ସବୁ ଆଜି ଥୋଇଛି ଏଠି। କିଛି ରଖନି, ସବୁ କହନ୍ତୁ ଦେବତା ମାନେ ଟିକେ ହେଲେ ତମେ ଶୁଣନ୍ତୁ। ସଜରେ ଠିଆ ହେଇକି ସେଠି ଦେଖ। ଆଲୋ ଭୂଷଣ ନ ପାଇ ଦେହେ ତଳ୍ପ ମରୁ ଧରିଣ ଜମ ଜମରେ ବୁଲୁଛି ବଣ କେଳା ଦେଖି ନାହିଁ ଏ ମୋହର ଡୋଳା ବଣ କେଳା ନାରାୟଣ ମାତ ସିଏ ଆମ ଜାଗାକୁ ଆସିକି ତାଙ୍କର ତ କିଛି ଅଳପ ସାହସ ନୁହଁ। କିଛି ସାହସ ଦେଖୁନ ନାଲି ଆଖି ଦେଖେଇଲେଣି, ଫେରେ ନାଲି ନାଲି ପଡିଗଲେଣି। ତାହେଲେ ତାର ଉତ୍ତର ଦିଅନ୍ତୁ। ମା ଲକ୍ଷ୍ମୀ ଯୋଉ ପ୍ରଶ୍ନ ପଚାରିଲେ ତାଙ୍କ ସ୍ୱାମୀ ବି ସେଇଆ କରିଛନ୍ତି।